साथी नमस्कार। गतकाली कही ना जे शनिवार विषय रे दुख सुख होते। आज शनिवार, आज कहवा रविवार विषय रे टिके आगुरी मु कहीदे जे जो बंधु माने सकाळ कार्य बाहर को पढ़ाऊँच से माने शुणी पारना जानी पारना। तेणु आमे आज 14/9/25 तारीख रविवार विषय आलोचना करवा। 14/9/25 रविवार विषय आलोचना करवा। आमे किसी मानिबा माने बाध्य, मानले आमर भल, न मानले कांदुथिबा। आ कौन करिया, कौन मानिबा ना। आज अष्टमी तिथि नड़िया खाइबानी। नड़िया तो मागणा मिलूँ ना, नड़िया मागणा मिलूनी। जो दाम जो दर तथापि बाड़ी थिले भी आज आमे नड़िया खाइबानी। तिथि अष्टमी। आज 14/9/25 रविवार। आमे अपराह्न उपरला अपराह्न 4:16 रु 5:48 मध्य 4:16 रु 5:48 मध्य बाहर को जीवानी बा कौन से कार्य करिवानी। जदि परिवार अच्छी ता पूर्वरु बा परे करिवा। माने 4:16 पूर्वरु काम आरंभ करदबा बा 5:48 परे कार्य आरंभ करिवा। यात्रा हो बा अन्य काम हो, ता भितरे काम आरंभ करिवानी। बहुत खराब समय हो, भारी क्षति हो। मु कहूनी मु तो ज्ञानी आ। अरे जो माने ज्ञानी से माने कहिसंती जे आमे आज 14 तारीख रविवार अपराह्न 4:16 रु 5:48 मध्य कुआडे जीवानी, किसी कार्य आरंभ करिवानी। जदि काम आरंभ करिवार अछि ताहाले 4:16 पूर्वरु बा 5:48 परे काम आरंभ करवा। एतिके मानिबा। हाँ, आज सावधानता अवलंबन करिए को माने विशेषतः कन्या, मकर, मिथुन, मेष और बिछा। कन्या, मकर, मिथुन, मेष और बिछा ये 5टी राशि सावधानता अवलंबन करिए। कहीं कहीं कौन की ना कथा है कौन की सकाळ 9:21 जाए बिछा राशि घात चंद्र। 9:21 पर से खेलले बोलले हम। सकाळ 9:21 जाए बिछा राशि घात चंद्र। 9:21 पर मिथुन घात चंद्र। मेष राशि घात 12। 9:21 जाए मकर घात तारा। कन्या राशि घात तिथि। अष्टमी तिथि हेतु नड़िया खाइबा मना। सैला सतर्कवाणी सला। एबे देखिबा प्रति राशि कथा। मेष रो अधिपति मंगल रविवार हेतु मेषर घात बार। किछि आघात जनित रक्तपात होई पारे। आज तृतीय अवस्था मेष पाई तृतीय अवस्था। अन्यान्य सब भल। मुख्यतः देह भल रहिबो। आर्थिक उन्नति हेबो। स्वास्थ्यर विकास हेबो। धनागम हेबो। अभाव दूर हेबो। सम्मान आदर मिलिबो। खाली टिके घात बार जगी रखी चलिबा बस। वृष पाई कलह दिवस। पड़ोशी सह मधुर संपर्क रखिले भल, नहले पड़ोशी ही शत्रु हेबे। मन व्याकुल हेबो। अल्प धन आसीबो। खाद्य रुचिकर हेबनी। मन अनुसार कौनसी कार्य हेबनी। विरक्ति लागिबो, विचलित लागिबो। वृष राशि आज टिके भल दिन नुह। मिथुन पाई सकाळ 9:21 परे घात चंद्र। 9:21 परे घात चंद्र।
ମାନସିକ ଆଘାତ ମିଳିବ, ଅଶାନ୍ତି ପାଇବେ, ଦୁଃଖିତ ହେବେ। ଧୈର୍ଯ୍ୟ ଧରି ହସି ପାରିଲେ ସମୟ ଆନନ୍ଦରେ କଟିବ। ଆରୋଗ୍ୟତା ଲାଭ କରିବେ, ବନ୍ଧୁ ସଂଳାପ ହେବ, ଉତ୍ତମ ଭୋଜନ ମିଳିବ, ଧନ ସମସ୍ୟା ରହିବନି, ଆୟ ବଢ଼ିବ। ଗୋଟେ କଥା, ହସି ପାରିଲେ ହେଲା। ବିପଦରେ ଯେ ହସେ ସେ ବୁଦ୍ଧିମାନ, ସେ ଧୈର୍ଯ୍ୟବାନ, ସେ ବିବେକୀ। କର୍କଟ ପାଇଁ ଦ୍ୱାଦଶ ଅବସ୍ଥା। ଦେହ ମୁଣ୍ଡ ଖରାପ ହେବ, ଯନ୍ତ୍ରଣା ବଢ଼ିଯିବ, ସମସ୍ୟା ପାଖେଇ ଆସିବ, ବୃଥା ବ୍ୟୟ ହେବ, ଅଶାନ୍ତ ଲାଗିବ, ଅଚିହ୍ନା ଲୋକ ଅନୁଚିତ ବ୍ୟବହାର କରିବେ, ନିଜ ଲୋକ ଦେଖିଲେ କଥା ହେବେନି। କର୍କଟ ପାଇଁ ରବିବାର ଜମା ଭଲ ନୁହଁ। କିନ୍ତୁ କର୍କଟ ରାଶିର ଲୋକେ ଟିକେ ହସିବା। ସିଂହ ଲାଗି ଆଜି ଏକ ଶୁଭ ଦିନ। ସମସ୍ତ ସୁବିଧା ସୁଯୋଗ ମିଳିବ। ଖାଦ୍ୟ ପେୟ ନିଦ୍ରା ଆଦିରେ ବାଧା ଆସିବନି, ଶାନ୍ତି ମିଳିବ, ଧନାଗମ ହେବ, ସମ୍ମାନ ବଢ଼ିବ, ଗମନାଗମନ ସୁଖକର ହେବ। ମନ୍ଦିର ଯାଇପାରନ୍ତି। ଇଚ୍ଛା ହେବ ଏ ଖୁସି ଖବର ଟିକେ ଈଶ୍ୱରଙ୍କୁ ଜଣେଇବା ପାଇଁ, ଚାଲ ଭାଇ ମନ୍ଦିର ଯିବା। କନ୍ୟା ରାଶିର ଲୋକେ ଆଜି କର୍ମ ଚଞ୍ଚଳ ରହିବେ। କର୍ମରୁ ଆନନ୍ଦ ସୁଖ ଓ ଧନ ପାଇ ଖୁସି ହେବେ। ଆଜି ଘାତ ତିଥି, ନଡ଼ିଆ ଖାଇଲେ ଦାନ୍ତ ସମସ୍ୟା ହେବ। ସହକର୍ମୀ ଓ ଜୀବନସାଥୀଙ୍କ ସହିତ ମଧୁର ସଂଳାପ ହେବ। ସମସ୍ତେ ସହଯୋଗ କରିବେ, ଦେହ ସୁସ୍ଥ ରହିବ, ଭାଇ ବନ୍ଧୁ ଓ ପଡ଼ୋଶୀ ସମ୍ପର୍କ ଭଲ ରହିବ। ତୁଳା ରାଶି ପାଇଁ ଆଜି ଅପମାନ ଯୋଗ ଅଛି। ସମୟ ଅଶାନ୍ତ ହେବ, ମନ ଭଲ ଲାଗିବନି। ଯଥା ସମ୍ଭବ ନୀରବତା ରକ୍ଷା କଲେ ଭଲ। ଅଧିକ ଶୁଣନ୍ତୁ, କମ କହନ୍ତୁ ବା ଚୁପ ରହନ୍ତୁ, ଆଉ ସବୁ ଭଲ। ଲୋକେ ମୁଖ ପ୍ରଶଂସା କରି ଖୁସି କରେଇବେ। ସହଯୋଗର ହାତ ଲମ୍ବି ଆସିବ। କିନ୍ତୁ ବୁଦ୍ଧିମାନ ଲୋକ ମୁଖ ପ୍ରଶଂସାରେ ଖୁସି ହୁଅନ୍ତି ନାହିଁ। ଭଲ ଭାବେ ଚିହ୍ନି ରଖ ବନ୍ଧୁଙ୍କ ବଦନ, ସେ ହିତାକାଂକ୍ଷୀ ତ। ଯଦି ହିତାକାଂକ୍ଷୀ ନୁହନ୍ତି ତାହେଲେ ଏ ଚିକଣିଆ କଥାରୁ ଆମକୁ କ'ଣ ମିଳିବ? ବିଛା ପାଇଁ ଆଜି ଅଷ୍ଟମାବସ୍ଥା, ଏଣୁ ସ୍ୱାସ୍ଥ୍ୟ ସମସ୍ୟା ହେବ। ସକାଳ 9:21 ପରେ ଏ ସମସ୍ୟା କମିଯିବ। ମାତ୍ର ଦିନ ସାରା ଦେହ ମୁଣ୍ଡ କଷ୍ଟ ଦେବ। ହଁ, ଆଜି କିଛି ଦ୍ରବ୍ୟ ଏପଟ ସେପଟ ହୋଇପାରେ, ବା ହଜିଯାଇପାରେ, ବା ଚୋରି ହୋଇଯାଇପାରେ, ବା କେଉଁଠି ରହିଯିବ ମନେ ନ ପଇପାରେ। ତେଣୁ ଧୈର୍ଯ୍ୟର ସହିତ ଟିକେ ବସି ଭାବନ୍ତୁ ନା, ଜିନିଷ ମିଳିଯିବ। ଗୋଟେ କଥା କରିବେ, ହନୁମାନଙ୍କୁ ସ୍ମରଣ କରିବେ, 5 ଥର କହିବେ ହଂ। ଯଥା ଓଂ ହଂ 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 ହନୁମତେ ନମଃ। ଏହାକୁ ଅତି କମରେ 13 ଥର ପଢ଼ିବେ, ମଙ୍ଗଳ ହେବ। ବିଛା କଥା ସରିଲା। ଏବେ ଧନୁ ରାଶି ପାଇଁ ଆଜି ବଢ଼ିଆ ଦିନ। ବହୁତ ପ୍ରକାରରେ ବିଭିନ୍ନ ରୂପରେ ଧନାଗମ ହେବ। ବିଭିନ୍ନ ରୂପରେ, କିଏ ଆଣି ଫଳ ଦେଇଦେବ, କିଏ ଆଣିକିରି ମିଠା ଦେଇଦେବ, ଏମିତି ତ ଆଉ ବିଭିନ୍ନ ରୂପରେ ଧନାଗମ ହେବ। କର୍ମ କରି ଖୁସି ହେବେ, ପ୍ରଶଂସା ମିଳିବ, ଆପଣା ଲୋକେ ଅଧିକ ଆଦର କରିବେ। ମନ୍ଦିର ଯିବାକୁ ମନ ହେବ। ଯିବେ ଆଉ କ'ଣ, ସୁଯୋଗ ମିଳିଲେ ଯିବେ, ଆଉ ଛାଡ଼ିବେ କାହିଁକି? ଶୁଭସ୍ୟ ଶୀଘ୍ରମ୍, ବାରମ୍ବାର ଜ୍ଞାନୀ କହିଲେ ଶୁଭସ୍ୟ ଶୀଘ୍ରମ୍।
ଦେଖିବା ମକର କଥା। ମକର ରାଶିର ଅଧିକ ରୋଜଗାର କରିବାର ଦିନ, ମକର ରାଶି ଇନକମ୍ ଡେ ହେଲା। ବଢ଼ିଆ ଆୟ ହେବ ଆଜି, ଆୟ ଭଲ ହେବ, ଋଣମୁକ୍ତ ହେବେ, ବହୁ ଅନ୍ତରଙ୍ଗ ମିତ୍ର ସଂଳାପ କରିବେ, ଆନନ୍ଦିତ ହେବେ। କିଛି ନୂଆ କାମ ଆରମ୍ଭ କରନ୍ତୁ ନା, ଭଲ ଲାଭ ହେବ। ଜୀବନ ସାଥୀ ସ୍ନେହ ଓ କରୁଣା ଆପଣଙ୍କର ଚିନ୍ତାକୁ ଲାଘବ କରିଦେବ। ହସିବେ, ମନ ଖୋଲା ହସ। ହଁ, ଆଚ୍ଛା ଭାଇ ଶୁଣିବା କୁମ୍ଭ କଥା। କୁମ୍ଭ ରାଶିର ଲୋକେ ବହୁ ଦିନରୁ ଆଶା କରିଥିବା ଇଚ୍ଛା ଆଜି ହିଁ ପୂରଣ ହେବ। ଶୁଭ ଖବର ଶୁଣି ଖୁସି ହେବେ, ନାନାବିଧ ଖୁସି ମିଳିବ, ଦେହ ଠିକ୍ଠାକ୍ ରହିବ। ବ୍ରାହ୍ମଣଙ୍କୁ ଶ୍ରଦ୍ଧା ଭକ୍ତି ଓ ବିଶ୍ୱାସ କଲେ ଅଧିକରୁ ଅଧିକ ଲାଭ ହେବ, ମଙ୍ଗଳ ହେବ। ଗୁରୁଜନଙ୍କୁ ସମ୍ମାନ ଦେବେ, ଲଘୁଜନକୁ ସ୍ନେହ କରିବେ, ଗୋ ବ୍ରାହ୍ମଣଙ୍କର ସେବା କରିବେ, ତ ଏ ସୁଖ ବଢ଼ିଯିବ। କୁମ୍ଭ ରାଶି ପାଇଁ। ମୀନ ରାଶି ପାଇଁ ଆଜି ସୁଦିନ ନୁହେଁ, ରବିବାର କଥା କହୁଛି। ମୀନ ରାଶି ପାଇଁ ଆଜି ସୁଦିନ ନୁହେଁ। ପେଟ ରୋଗ ଅସ୍ଥିର କରିବ, ପୁରୁଣା ରୋଗ ପୀଡ଼ା ଦେବ, ନୂଆ ରୋଗ ସୃଷ୍ଟି ହେବ। ବନ୍ଧୁମାନେ ଶତ୍ରୁ ପରି ଆଚରଣ କରିବେ। ତଥାପି ସେ ଭାଇ ବନ୍ଧୁ କୁଟୁମ୍ବଙ୍କ କଥାକୁ କର୍ଣ୍ଣପାତ ନ କଲେ, ସମସ୍ତଙ୍କ କଥା ଶୁଣି ହଜମ କରିଦେଲେ, ଦେହ ମନ ମୁଣ୍ଡ ଠିକ୍ ରହିବ। ଯଦି ସେମାନଙ୍କ କଥା ଶୁଣିବେ, ଜାଣିଲେ ତ ରୋଗ ହେବ, ପେଟ ସମସ୍ୟା ହେବ, ଆଗରୁ ଟିକେ ପାଖରେ ଔଷଧ ରଖିବା ନା କ'ଣ? ରହିଲି, ଆପଣମାନେ ଶୁଣିବେ, ଲାଇକ୍ କରିବେ, କମେଣ୍ଟ ଦେବେ, ଆଉ ମୋତେ କିଛି କହିବେ। ଆଉ ରହିଲି, ନମସ୍କାର।